ହଜବେଣ୍ଡଙ୍କର ଅନ୍ୟ ଝିଅମାନଙ୍କ ସହିତ ସମ୍ପର୍କ ଥିଲା। ବାହାଘରକୁ 10 ବର୍ଷ ପୂରିଗଲାଣି। ଦୁହିଁଙ୍କର କୁନି ପୁଅଟେ ବି ଅଛି। ହେଲେ ସ୍ୱାମୀର ମନ ଆଉ ନଥିଲା ସ୍ତ୍ରୀ ପାଖରେ। କର୍ମକ୍ଷେତ୍ରରେ ଆଉ ଜଣେ ପ୍ରେମିକା ଥିଲା ତାଙ୍କର। ପ୍ରେମିକା ପାଇଁ ସ୍ତ୍ରୀକୁ ସବୁବେଳେ ମାଡ଼ ମାରିବା ସହିତ ଗାଳି ଗୁଲଜ କରୁଥିଲେ ସ୍ୱାମୀ। ଏମିତିକି 10 ଲକ୍ଷର ଯୌତୁକ ତୋ ବୋପା ଘରୁ ଆଣ ବୋଲି ବାର ବାର କହି ମାଡ଼ ଗାଳି ଦେଉଥିଲେ। ଶେଷରେ ବିଚାରୀର ଜୀବନ ନେବାକୁ ବି ପଛାଇଲାନି ନୃଶଂସ। ବାପା ମାଙ୍କ ସହ ମିଶି ସ୍ତ୍ରୀକୁ ମାରି ନିଜେ ଗାଡ଼ି କରି ମେଡିକାଲ ପଠାଇ ହେଇଗଲା ଫେରାର। କିଛି ଏମିତି ଅଭିଯୋଗ କରିଛନ୍ତି ମୃତ ବୋହୂଙ୍କ ବାପଘର ଲୋକେ। ବୁଢ଼ା ଶ୍ୱଶୁରକୁ ଶବ ପାଖରେ ବସାଇ ଶାଶୁ ଆଉ ସ୍ୱାମୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଅଭିଯୋଗ। ମୋ ଭଉଣୀକି ଯୌତୁକ ନିର୍ଯାତନା ଦେଇ ମାରିଦେଲେ ତା ଶାଶୁଘର ଲୋକ। ମୋତେ ବାପା ଫୋନ୍ କଲେ, ମୋ ବାପା ଫୋନ୍ କଲାରୁ ମୁଁ ଯାଇକି ବଡ଼ସାହି ହସ୍ପିଟାଲରେ ପହଞ୍ଚିବା ପରେ ଦେଖିଲା ବେଳକୁ ମୋ ଭଉଣୀର ମୃତ ଶରୀର ପଡ଼ିଛି। ଦେଖିଲା ବେଳକୁ ମୋ ଭଉଣୀ ମୃତ ଶରୀର ପଡ଼ିଛି। ତା ଶାଶୁ ଆଉ ତା ସ୍ୱାମୀ କେହି ନାହାନ୍ତି, କେବଳ ତା ଶ୍ୱଶୁର ହିଁ ଜଣେ ଲୋକ ବସିଛନ୍ତି, ଆଉ କେହି ନାହାନ୍ତି। ମୁଁ ଯେତେବେଳେ ପଚାରିଲି ଯେ ସେମାନେ କୁଆଡ଼େ ଗଲେ ସମସ୍ତେ, ସେ କହିଲେ ସେଠୁ ଯେ ମୁଁ ଜାଣିନାହିଁ ସେମାନେ କୁଆଡ଼େ ଯାଇଛନ୍ତି। ସେଠୁ ମୁଁ ଯିବା ବେଳକୁ ସେମାନେ ମାରିକି ଟାଙ୍ଗି ଦେଇଛନ୍ତି। ସେମାନେ କ'ଣ କରୁଛନ୍ତି ନା ସିଏ ଆଣିକି ହସ୍ପିଟାଲରେ ପକେଇଛନ୍ତି। ସେ ତ ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଯାଇକି ପହଞ୍ଚିଲା ବେଳକୁ ମୋ ଝିଅ ଶୋଇଛି ପୁରା ତଳେ, ଗୋଡ଼ ହାତ ସବୁ କାଠ ହେଇଯାଇଛି। ଶ୍ୱଶୁର ଥିଲେ, ଆଉ କେହି ନାହାନ୍ତି, କେହି ନଥିଲେ। ସେମାନେ ପଚାରିଲା ବେଳକୁ ସେମାନେ କହୁଛନ୍ତି ମୁଁ ଜାଣେ ନାହିଁ। ତା ଶ୍ୱଶୁର କହୁଛନ୍ତି 10 ବର୍ଷ। ଆଜ୍ଞା, ଦୁଇ ତିନି ଥର ଝାମଲା ହେଇଛି ତାଙ୍କର। ସେ ଜଣେ ସବୁବେଳେ ମାନେ ଜିଦ୍ ଖୋର ହେଇକି ଘର ଭିତରେ କବାଟ ମାରିକି ଝିଅକୁ ଟର୍ଚର ଯାହା କରୁଥିବେ। ଆଉ ଆମେ ତ ଦେଖିନାହୁଁ ଆଜ୍ଞା, କିନ୍ତୁ ଝିଅ କୁହେ ନାହିଁ କିଛି, ସେ ଲୁଚେଇକି ସବୁ କଥା ରଖେ। ଆସିଲେ ଘରକୁ ଆସିଲେ ତାକୁ ପଚାରିଲେ କାନ୍ଦିକି ତା ବୋଉ ପାଖରେ ଯାହା କହୁଥିବ। କିନ୍ତୁ ମୁଁ ଖବର ପାଇଛି ଯେ ଏମିତି ମଝିରେ ଝାମଲା କରେଛି। ଯୌତୁକ ନିର୍ଯାତନା ଦେଇ ଦେଇ ଶେଷରେ ମାରିଦେଲେ ମୋ ଝିଅକୁ। କାନ୍ଦି କାନ୍ଦି କ୍ୟାମେରା ଆଗରେ ବିକଳ ହେଇ ହାତ ଯୋଡ଼ି କହୁଛନ୍ତି ବାପା। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବଡ଼ସାହି ଥାନା ଅନ୍ତର୍ଗତ ଛେଳିଆ ଖଗ୍ରାମରେ। ଗାଁର ସନ୍ଦୀପ ମହାପାତ୍ରଙ୍କ ସ୍ତ୍ରୀ ଲୁସି ମହାପାତ୍ର ଆଜି ନିଜ ଘର ଭିତରେ ଜୀବନ ହାରିଥିବା ନେଇ ପ୍ରଚାର ହୋଇଥିବା ବେଳେ ବାପଘର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟା ବୋଲି କହୁଛନ୍ତି। ମାତ୍ର ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ତଥା ସ୍ଥାନୀୟ ବଡ଼ସାହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ମୃତ ପତ୍ନୀଙ୍କ ବାପଘର ଲୋକେ ଖବର ପାଇ ଡାକ୍ତରଖାନାରେ ପହଞ୍ଚିଥିଲେ। ସେତେବେଳକୁ ମୃତା ଲୁସିଙ୍କ ସ୍ୱାମୀ ଆଉ ଶାଶୁ ଡାକ୍ତରଖାନାରୁ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ମାରି ଦିଆଯାଇଥିବା ନେଇ ସନ୍ଦେହ ଘନୀଭୂତ ହୋଇଥିଲା। କାଲି ପରଦିନ ରାତିରେ ମାରି ଦିଆଯାଇଛି। ଆମେ ଦେଖିଲୁ, ଯାଇକି ତା ବଡ଼ିରେ ଦେଖିଲୁ, ତା ବେକରେ ଯେମିତି ଚିହ୍ନ ଥିଲା, ତା ହାତରେ ଯେମିତି ଚିହ୍ନ ଥିଲା, ତା ଡ୍ରେସ୍ ଯେମିତି ସେ ପିନ୍ଧିଥିଲା, ସେସବୁ ଦେଖିକି ଆମେ ଗେସ୍ କରୁଛୁ ଯେ ମାରି ଦିଆଯାଇଛି ବୋଲି ତାକୁ। ବାହାଘର 10 ବର୍ଷ। ତା ସ୍ୱାମୀ, ତା ଶ୍ୱଶୁର, ଶାଶୁ, ତା ପୁଅ, ସିଏ। ତା ହଜବେଣ୍ଡଙ୍କର ଅନ୍ୟ ଝିଅମାନଙ୍କ ସହିତ ସମ୍ପର୍କ ଥିଲା। ସେ ବହୁତ ଥର ଆମକୁ ଜଣାଇବା ପାଇଁ ଚେଷ୍ଟା କରିଛି, କିନ୍ତୁ ସେ ଜଣେଇ ପାରିବନି। କିନ୍ତୁ ଆମେ ସେଇଟା, ମୁଁ ତା ଫୋନ୍ରେ ଦେଖିଛି କେତେ ଝିଅଙ୍କ ସହିତ ଫଟୋ ସେ ଛାଡ଼ିଛି ନିଜେ, ସେ ଯେଉଁ ତା ହଜବେଣ୍ଡ ସେ ଫଟୋ ଛାଡ଼ିଛି। ଝିଅ ଆମ ଝିଅ ଫୋନ୍ରୁ ବି ମୁଁ ଦେଖିଛି ସବୁ। କିନ୍ତୁ ତାକୁ ପଚାରିବା ପରେ ତାକୁ ସେମିତି ସିଚୁଏସନ୍ରେ ରଖାହେଇନଥିଲା କି ଯେ ସିଏ କହିପାରିବ, କାହିଁକିନା ତାକୁ ସବୁବେଳେ ଜଗିକି ରଖୁଥିଲେ। ଯେତେବେଳେ ବି ସେ ଏଠିକି ଆସୁଥିଲା, ହୁଏତ ତା ଶାଶୁ ନହେଲେ ତା ହଜବେଣ୍ଡ, ଦୁଇ ଜଣଙ୍କ ଭିତରୁ ଝିଅ ଜଣେ ସବୁବେଳେ ତା ସହିତ ଲାଗିକି ରୁହନ୍ତି। ତାକୁ ନେଇକି ଆସନ୍ତି, ପ୍ଲସ୍ ତାକୁ ନେଇକି ସାଙ୍ଗରେ ଯାଆନ୍ତି, ଏଠି ଛାଡ଼ିକି ଯାଆନ୍ତିନି କେବେ। ଆମ
झील आमको जेहेतु तार भाउज भी मो सहित बेस मिसे सी मत आगु ह्वाट्सअप टे मुझे पचारे ज्वाइन बाबद सी एमती आड़ू साड़ू जमी कथा कहे मुझे डाउट कर पूरा तापर फोन रे भी कथा सी झील एठिक आसला जो ज्वाइन एठिक आसती मुझे देखी फोन रे कथा एटा सेटा मुझे सब देखी तापर सब से ज्वाइन जी तार सब पैसा मतलब तार सब पैसा दरकार तो सब एटा सेटा तू मत पैसा आणिक दे जहाँ भी कर तू पैसा आणिक दे मत एमती टर्चर करते बहुत थर आम जाइचु যৌতুক बाबद एटा सेटा पैसा 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 से माने चाहती डिमांड कर 10 लाख टका डिमांड कर किंतु आमे जेहेतु तांको टिके धमकेइतिलु से समय किसी समय पे रही पुणी आरंभ हो जाता जहाँकि झील आमको डर रे किसी जनइलानी जहाँफल सी आज सुइसाइड बोले से देखा कि केवे भी सुइसाइड नुह एथिनै लुसीଙ୍କ भाई बैसिंगा थाना अंतर्गत पाटलीपुरा गाँव हिमांशु दुर्गा भौणी को स्वामी और शाशु शशुर पूर्वर बहुबार शारीरिक निर्यातना दे आसुथिबा बेले एबे मारी देथिबा नै लिखित अभियोग करछन्ति। ए संपर्क में बड़साही पुलिस एक हत्या मामला रुजु करी स्वामी संदीप महापात्र शशुर विजय नारायण महापात्र शाशु प्रमीला महापात्र नाँ मामला रुजु करी तदंत आरंभ करी शव को जबत करी व्यवच्छेद पाई बारिपदा पठाइथिले। स्वामी और शाशु फेरार थिबा बेले शशुर को मध्य गिरफ करा जाई नाही। शव व्यवच्छेद रिपोर्ट आसिबा परे प्रकृत सत जना पड़िबो बोली पुलिस पक्षरु कहा जायछि। मयूरभंजर दीपक कुमार महांतଙ୍କ रिपोर्ट ओडिशा भास्कर। 47 वर्षर ट्रस्टेड ब्रांड राज इलेक्ट्रॉनिक्स ए वर्ष एसी और रेफ्रिजरेटर सबुठारु कम रेट रे केवल राज इलेक्ट्रॉनिक्स रे।